ପାଖାପାଖି ଦୁଇଟି ଘର ଥିଲା। ଗୋଟେ ଘରେ ଦୁଇ ଚଢ଼େଇ ଭଉଣୀ ରହୁଥିଲେ। ତାଙ୍କ ଘର ପାଖରେ ଦୁଇ କାଉ ଭଉଣୀ ରହୁଥିଲେ। ଆଲୋ ଦିଦି, ଏ ଅଧରାତିରେ ଏମିତି ବର୍ଷା କାହିଁକି ହେଲା? ଆମ ଘର ଏତେ ଜୋରେ ହଲୁଛି, ଆମ ଘର ଭାଙ୍ଗିଯିବନି ତ? ଏଇ ଅସମୟରେ ଏମିତି ବର୍ଷା ହେବ କିଏ ଜାଣିଥିଲା? ଆମେ ଆମ ଘର ମରାମତି କରିବାକୁ ବି ସମୟ ପାଇଲେନି। ସେମାନେ ଏପରି କଥା ହେଉଥିଲେ। ତାଙ୍କ ପାଖ ଘରର ବି ଅବସ୍ଥା ଠିକ୍ ତାଙ୍କ ପରି ଥିଲା। ଦିଦି, ଏ ଘରେ ଆଉ ବେଶୀ ସମୟ ରହିହେବନି। କେତେବେଳେ ବି ଆମ ଘର ଭାଙ୍ଗିଯିବ। ଚାଲେ ଆମେ ଏବେ ହିଁ ଘର ଛାଡ଼ି ଦୂରକୁ ଚାଲିଯିବା। ହଁ ଭଉଣୀ, ତୁ ଠିକ୍ କହିଲୁ। ଶୀଘ୍ର ବାହାରକୁ ଚାଲେ, ଏ ଘରେ ବେଶୀ ସମୟ ଆଉ ରହିହେବନି। ଯେମିତି ସେ ଦୁଇ ଚଢ଼େଇ ଭଉଣୀ ଘରୁ ବାହାରିଗଲେ, ତାଙ୍କ ଘର ଭାଙ୍ଗିଗଲା। ତା ଦେଖି ସେମାନେ ଅନେକ କାନ୍ଦିଲେ। ସେପଟେ ଦୁଇ କାଉ ଭଉଣୀଙ୍କ ଘର ବି ଭାଙ୍ଗିଗଲା। ସେମାନେ ଚଢ଼େଇଙ୍କ ପାଖକୁ ଆସିଲେ। ଆରେ ଆରେ, ତମମାନଙ୍କ ଘର ବି ବର୍ଷାରେ ଭାଙ୍ଗିଗଲା। ଏବେ ଆମେ କ'ଣ କରିବା? କୋଉଠି ଆଶ୍ରୟ ନେବା? ଆଖପାଖରେ କେହି ବି ନିଜ ଘରକୁ ମଜବୁତ କରିନାହାନ୍ତି। ଆମେ ତାଙ୍କୁ ହଇରାଣ କରିବାନି। ଏକା ସାଙ୍ଗରେ ଯେତେବେଳେ ବିପଦରେ ପଡ଼ିଛେ, ଚାଲ ସମସ୍ତେ ମିଶି ପାଖ ଜଙ୍ଗଲକୁ ଯିବା, ଆଉ ସେଠି ଆଶ୍ରୟ ଖୋଜି ଦେଖିବା। ହଁ ଚଢ଼େଇ, ତୁ ଠିକ୍ କହିଲୁ। ଚାଲ ଏବେ ହିଁ ପାଖ ଜଙ୍ଗଲକୁ ବାହାରି ଯିବା। ଏମିତି କଥା ହେଇ ଦୁଇ କାଉ ଆଉ ଦୁଇ ଚଢ଼େଇ ପାଖ ଜଙ୍ଗଲକୁ ଯିବା ପାଇଁ ବାହାରିଗଲେ। ସକାଳ ହେଲା ପରେ ସେମାନେ ପାଖ ଜଙ୍ଗଲରେ ପହଞ୍ଚିଗଲେ। ହେଲେ ସେଠି ସେମାନେ ଘର ତିଆରି କରିବା ପାଇଁ ଭଲ ଜାଗା ପାଇଲେନି। ଏମିତି ଖୋଜୁ ଖୋଜୁ ହଠାତ୍ ସେମାନେ ଦୁଇଟି ଅମୃତ ଭଣ୍ଡା ଘର ଦେଖିଲେ। ଆରେ, ଏ ଦୁଇଟି ଅମୃତ ଭଣ୍ଡା ଘର ଖାଲି ପଡ଼ିଛି। ଆଖପାଖରେ କେହି ବି ନାହାନ୍ତି। ଭଲ ହେଲା, ଏବେ ଆମେ ଆରାମରେ ଘରେ ରହିପାରିବା। ହେଲେ ଗୋଟେ ଅମୃତ ଭଣ୍ଡା ଘର ତ ପଚା। ଏ ଘରକୁ ଦେଖି ଏମିତି ଲାଗୁଛି ଏ ଘର ଏବେ ହିଁ ସଢ଼ି ତଳେ ପଡ଼ିଯିବ। ଅବଶ୍ୟ ଗୋଟେ ଘର ଭଲ ଅଛି, ଆମେ ସମସ୍ତେ ସେଠି ରହିପାରିବା। ନା ନା, ଏ ଭଲ ଅମୃତଭଣ୍ଡା ଘରକୁ ଆମେ ଦୁଇ ଭଉଣୀ ଆଗ ଦେଖିଛୁ। ତା ମାନେ ଆମେ ଏ ଘରେ ରହିବୁ। ତମେ ଦୁଇ ଭଉଣୀ ସେ ପଚା ଘରେ ରୁହ, ନହେଲେ ନିଜର ଆଉ କିଛି ବ୍ୟବସ୍ଥା କରିନିଅ। ତୁ ଏ କ'ଣ କହୁଛୁ କାଉ? ଏ ପଚା ଘରେ ରହିବା ଅସମ୍ଭବ। ଆମେ ସମସ୍ତେ ମିଶି ଗୋଟେ ଘରେ ଆରାମରେ ରହିପାରିବା। ଚଢ଼େଇର କଥା ସରିଛି କି ନାହିଁ, ଦୁଇ କାଉ ଶୀଘ୍ର ଯାଇ ଭଲ ଅମୃତଭଣ୍ଡା ଘର ପାଖରେ ଛିଡ଼ା ହେଲେ। ଏଇ ଚଢ଼େଇ ଦଳ, ଆମ ଘର ଉପରେ ଜମା ବି ଆଖି ପକେଇବନି। ଆମେ ଦୁଇ ଭଉଣୀ ଆଗ ଏଇ ଘର ଦେଖିଛୁ ମାନେ ଆମର ଏଇ ଘର ଉପରେ ବେଶୀ ଅଧିକାର ଅଛି। ଆମେ ଆଜିଠୁ ଏଇ ଘରେ ରହିବୁ। ତମେ ଦୁଇ ଭଉଣୀ ଯଦି ଆମ ଘର ଭିତରେ ପଶିବାକୁ ଚେଷ୍ଟା ବି କରିବ, ଆମେ ତମ ଦୁଇ ଭଉଣୀଙ୍କର ଗୋଡ଼ ଭାଙ୍ଗିଦେବୁ, ବୁଝିଲ? ଏମିତି କହି ସେ ଦୁଇ କାଉ ଭଉଣୀ ଭଲ ଅମୃତଭଣ୍ଡା ଘର ଭିତରେ ପଶିଗଲେ। ଦୁଇ ଚଢ଼େଇ ଭଉଣୀ ଆଉ କିଛି ଉପାୟ ନ ପାଇ ପଚା ଅମୃତଭଣ୍ଡା ଘର ଭିତରକୁ ଗଲେ। ଏହିପରି ବେଶ କିଛି ଦିନ ବିତିଗଲା। ଛି ଛି ରେ, ତମ ଦୁଇ ଭଉଣୀଙ୍କ ପାଖରୁ କି ପଚା ପଚା ଦୁର୍ଗନ୍ଧ ବାହାରୁଛି। ମୋର ତ ବାନ୍ତି ଉଠିଲାଣି। ଚାଲିଯାଅ ଆମ ଆଗରୁ। ତମେ ଦୁଇ ଜଣ ଜୋର କରି ସେ ଭଲ ଅମୃତଭଣ୍ଡା ଘର ନେଇଗଲ। ଆମେ ବାଧ୍ୟ ହେଇ ପଚା ଅମୃତଭଣ୍ଡା ଘରେ ରହିଲୁ। ସେତିକିରେ ତମମାନଙ୍କୁ ଶାନ୍ତି ମିଳିଲାନି ଯେ ଏବେ ଆମର ମଜା ଉଡାଉଛ? ଥରେ କ'ଣ, ମୁଁ ସବୁବେଳେ ତମମାନଙ୍କର ମଜା ଉଡେଇବି। କାହିଁକି ନା ତମେ ମାନେ ଆମ ପରି ଏତେ ଭଲ ଘର କେବେ ବି ପାଇପାରିବନି। ଆମ ଘର ରାସ୍ତା ଦେଇ ଯିବା ଆସିବା କରିବନି, ନହେଲେ ତମ ଦେହର ଦୁର୍ଗନ୍ଧ ଆମ ଘର ଭିତରେ ପଶିଯିବ। ସେମାନେ ଏପରି କଥା ହେବା ସମୟରେ ହଠାତ୍ ଏକ ତାନ୍ତ୍ରିକ ବୁଢ଼ୀ ଚଢ଼େଇ ସେଠାକୁ ଆସିଲା। ସମସ୍ତଙ୍କୁ ତା ଦୁଇ ଘର ସାମ୍ନାରେ ଦେଖି ସେ ଅନେକ ରାଗିଗଲା। ଏ କ'ଣ, ତମେ ସମସ୍ତେ ମୋ ଅମୃତଭଣ୍ଡା ଘର ସାମ୍ନାରେ କ'ଣ କରୁଛ? ଚାଲିଯାଅ ଏଠୁ, ମୁଁ ମୋ ଘର ଭିତରକୁ ଯିବି। କୋଉଠୁ ଚାଲି ଆସି କହିଲା କ'ଣ ନା ଏ ଘର ତାର ବୋଲି? ତୁ କହିଦେଲେ ଆମେ କ'ଣ ତତେ ଏ ଘର ଦେଇଦେବୁ? ଏଇ ବୁଢ଼ୀ, ଏ ଘର ଆମର, ତୁ ଏଠୁ ପଳା। ତମ ମାନଙ୍କର ଏତେ ସାହସ? ଗୋଟେ ତାନ୍ତ୍ରିକକୁ ଧମକ ଦେଉଛ? ଏ ଦୁଇ ଘରକୁ ମୁଁ ତିଆରି କରିଛି। ମୁଁ ପ୍ରତିବର୍ଷ ଏଠାକୁ ଆସି ଧ୍ୟାନ କରେ। ମୋ ଧ୍ୟାନ କରିବାର ସମୟ ହେଇଗଲାଣି। ତମେ ମାନେ ଏଠୁ ଚାଲିଯାଅ। କାଉ, ଅବୁଝା ହେଇନି। ଏ ତାନ୍ତ୍ରିକ ମାଙ୍କୁ ତାଙ୍କ ଘର ଦେଇଦେ। ଯଦି ସେ ରାଗିଯିବେ ଆମକୁ ଅଭିଶାପ ଦେଇଦେବେ। ଚୁପ୍ କର, ତୋ ଭାଗରେ ପଚା ଘର ପଡ଼ିଛି ତ ସେଥିପାଇଁ ଆମକୁ ହିଂସା କରି ଏକଥା କହୁଛୁ ନା? ଆମେ ମରିଗଲେ ବି ଏ ଘର କାହାକୁ ବି ଦେବୁନି। ଠିକ୍ କହିଛୁ ଲୋ ଦିଦି। ମୁଁ ଏବେ ଭଣ୍ଡ ତାନ୍ତ୍ରିକ ବୁଢ଼ୀକୁ ପିଟି ପିଟି ଏଠୁ ବାହାର କରିଦେଉଛି। ନା ନା, ଏମିତି କୁହନି। ତାନ୍ତ୍ରିକ ମା ରାଗିଯିବେ। ତାନ୍ତ୍ରିକ ମା, ଏମାନଙ୍କ କଥା ଧରନ୍ତୁନି। ଆପଣ ଆମ ଘରେ ଧ୍ୟାନ କରନ୍ତୁ, ଆମେ ଆପଣଙ୍କୁ ବାଧା ଦେବୁନି। ଦୁଇ ଚଢ଼େଇ ତାନ୍ତ୍ରିକ ବୁଢ଼ୀ ସହ ଭଲ ବ୍ୟବହାର କରୁଥିବା ବେଳେ ଦୁଇ କାଉଙ୍କର ଏପରି ଖରାପ ବ୍ୟବହାର ଦେଖି
तांत्रिक बुढ़ी चढ़ी तो भीषण रागिगला। बहुत सहिली आउ नुह एबे देख मु तम दुई काउंक सह कौन करुची। एमिति रागी तांत्रिक बुढ़ी ता जादू शक्ति रे दुई काउ को पत्थर करदेला। ए सबु देखी दुई चढ़े भौणी बहुत डरीगले। कौन तांत्रिक माँ आमको एमानक भरी पत्थर करंतुनी आमे एबे ही घर छाड़ी चली जीवु। अरे ना ना मते डरनी मु तम मानकर किछि भी क्षति करिबिनी। मु एबे ध्यान करिबी तमे माने कुआड़ी भी जाओनी एइठी किछि समय अपेक्षा कर। तापरे तांत्रिक बुढ़ी चढ़ी भल अमृत भंडा घर भीतर को गला। आउ किछि समय ध्यान करी सारिला परे बाहर को आसिला। मु तम मानक व्यवहार रे बहुत खुशी। एबे मोर ध्यान सरीगला मु आउ केबे भी एठाକୁ आसीबिनी। आजिठू ए दुई घर मु तम मानक देउची। आमर ए दुई घर दरकार नहीं तांत्रिक माँ आमर गोटे घर हेले भी चलिबो। अच्छा एमिति कथा ताहाले एबे मु ए पचा घर को भी भल करी देउची। आजिठू ए घरे अनेक धनरत्न रहिबो। तम मानकर जेते बेले भी टंका दरकार हेबो तमे माने घरु नहीं पारिबो। आउ ए भल अमृत भंडा घरे आजिठू तमे दुई भौणी रुह। एमिति कही तांत्रिक बुढ़ी सेठारु चलीगला। दुई भौणी दुई अमृत भंडा घर पाई खुशी रहिले। थरे एक जंगल रे गोटे माँ चढ़ई तार एक छुआ सांगरे रहुथिला। माँ चढ़ईटी एक चाउल फैक्ट्री काम करुथिला। से बहुत मन देई ता काम करुथिला। ता भल काम पाई गोटे मास ताकू बोनस मिलिला। माँ चढ़ईटी खुशी हेई निज पुओ पाई किछि खेलना किणी घर को गला। माँ माँ आज मो पाई एति खेलना आनिचो। आज ऑफिस रे मते बोनस मिलिची सेई खुशी रे मो तो पाई खेलना आनि देची। चढ़ईर घर पाखरे एक काऊ आउ तार स्त्री रहुथिले। से दुई काऊ बहुत अलसुआ आउ लोभी थिले। अरे तमे जानिचो मु आज सुनिली चढ़ई कुआडे तो ऑफिस रे बोनस पाइची। चलो चलो ताकू किछि टंका धार मागिबा। हाँ हाँ चाल चाल चढ़ई पाखरु किछि टंका धार आनी पहाड़ ऊपर थिबा पार्क को बुली जिबा। तापरे से दुई काऊ चढ़ई पाखरु टंका धार आनिबा पाई ता पाखु गले। मु आगरु तम मानकु बहुत टंका धार देइची। आज जाए से टंका मते फेरै न मु आउ तम मानकु टंका धार देई परिबिनी। टंका पाइछु बोली भारी गर्व करूचु नाही। आमको अपमान करी तू किछि ठीक कलुनी। एबे देख आमे तो सह कौन करिबु। मु तम मानकु अपमान केतेबेले देली मो टंका फेराउनी बोली तमको धार देबा पई मना कली। ए सामान्य कथा को एते बड़ काहे करूच। एइटा सामान्य कथा नुह चढ़ई तो खाली देखे आगो को तो सह कौन हेबो। दुई काऊ से चढ़ई को रागी सेठारु चली गले। से चढ़ईर केते साहस बढ़ी गलानी। आम मुह उपरे केमिति जवाब देउथिला। से आमको धार तो देलानी एबे आमे टंका केमिति पाइबा। चढ़ई पाखरु टंका आनिबा पाई मो पाखरे गोटे उपाय अछि। मो गोटे किडनैपर चढ़ई को जानिची। आमे ताकू कहिबा से चढ़ई छुआ को किडनैप करी ता माँ को टंका मागिबो। टंका नेला परे से चढ़ई छुआ को छाड़ी देबो। एबे जानिबो से चढ़ई आमको टंका न देई से केते बड़ भूल करिची। एमिति कथा हेई से माने किडनैपर चढ़ई पाखु गले। आम घर पाखरे जो चढ़ई रहउची ता पाखरे बहुत टंका अछि। किडनैपर बाबू आमे चढ़ई छुआ को किडनैप करी ता माँ पाखरु बहुत टंका आनी परिबा। चढ़ई पाखरे टंका अछि कि नाही आगे भलरे बुझिछ तो। मु तो सुनिथिली से बहुत गरीब गोटे फैक्ट्री रे छोट मोट काम करूची। हाँ हाँ आमे भलरे बुझिक आसीचु। से चढ़ई अछि बोनस पाइची पूरा 2 लाख टंका अछि ता पाखरे। एते टंका कथा सुनी से किडनैपर चढ़ई मनरे लोभ आसिला। चढ़ई छुआ को किडनैप कले मते कौन लाभ मिलिबा आगो कहि सार। तुमे चढ़ई छुआ को किडनैप करी ता माँ को 1 लाख टंका माग। चढ़ई छुआ को छाड़िला परी ताठू जो टंका पाइबा ताको अधा अधा करी भाग करी नेबा। अच्छा ठीक अछि मु तम कथारे राजी। से चढ़ई छुआर ना कौन कुह। से चढ़ई छुआर ना हैला गुड्डू। एमिति सेमाने चढ़ई छुआ को किडनैप करिबा पई योजना बनिले। परदिन से किडनैपर चढ़ई निज रूप बदली जंगल भीतर को गला। आउ गोटे गछ पछपटे लुचिकी बसिला। माँ मो नदी पाखक जाउची पानी पीबी आउ खेली सारी घर को फेरिबी।
ଠିକ୍ ଅଛି ଧନ, ଭଲରେ ଯିବୁ। ଅଜଣା ଅଚିହ୍ନା ପକ୍ଷୀର କଥା ଉପରେ ବିଶ୍ୱାସ କରିବୁନି। ଯାହା ଦେଲେ ବି ତୁ ତାଙ୍କ ପାଖରୁ କିଛି ଖାଇବୁନି। ଏକଥା ତୋର ମନେ ଅଛି ତ? ହଁ ହଁ ମା, ତୁମେ ଚିନ୍ତା କରନି। ତମେ ଶିଖେଇଥିବା ସବୁ କଥା ମୋର ମନେ ଅଛି। ଏମିତି କହି ଚଢ଼େଇ ଛୁଆ ନଦୀ ପାଖକୁ ଗଲା। ଦୂରରୁ ସେ କିଡନାପର ଚଢ଼େଇ ତାକୁ ଦେଖି ତା ପାଖକୁ ଆସିଲା। ଚଢ଼େଇ ଛୁଆ, ମୁଁ ଦୂର ପାହାଡ଼ରେ ରୁହେ। ମୁଁ ଆଜି ପ୍ରଥମ ଥର ପାଇଁ ଏ ଜଙ୍ଗଲକୁ ଆସିଛି। ହଁ କୁହନ୍ତୁ, ମୁଁ ଆପଣଙ୍କୁ କ'ଣ ସାହାଯ୍ୟ କରିପାରିବି? ମୋ ପାଖରେ ବହୁତ ଚକୋଲେଟ୍ ଅଛି। ତୁ ଯଦି ଚକୋଲେଟ୍ ଖାଇବୁ ମୋ ସାଙ୍ଗରେ ଆସେ। ଇଏ ନିଶ୍ଚୟ ଗୋଟେ ଖରାପ ଚଢ଼େଇ ହେଇଥିବ। ସେଥିପାଇଁ ଚକୋଲେଟ୍ ଦେବା ବାହାନାରେ ମୋତେ ତା ସାଙ୍ଗରେ ଯିବାକୁ କହୁଛି। ହଁ ହଁ, ମୁଁ ତମ ସାଙ୍ଗରେ ଯିବି। ମୁଁ ଆଗ ପାଣି ପିଇ ସାରେ ତାପରେ ଯିବି। ଆଚ୍ଛା ଛୁଆ, କହିଲୁ ତୋ ନାଁ କ'ଣ? ମୋ ନାଁ ଚିକୁ। କ'ଣ କହିଲୁ? ତୋ ନାଁ ଚିକୁ? ନା ନା, ମୁଁ ତୋତେ ଚକୋଲେଟ୍ ଦେବିନି। ମୁଁ ମୋର ସବୁ ଚକୋଲେଟ୍ ଗୁଡୁକୁ ଦେବି। ତୁ ଯା। ଏମିତି ଶୁଣି ଚଢ଼େଇ ଛୁଆ ଶୀଘ୍ର ତା ଘରକୁ ଚାଲିଗଲା। ଆଉ ତା ମାଆକୁ ସେ ସବୁ କଥା କହିଲା। ଭଲ କରିଛୁ ପୁଅ, ତା ସାଙ୍ଗରେ ତୁ ନ ଯାଇ ଘରକୁ ଫେରି ଆସିଲୁ। ସେଭଳି ଚଢ଼େଇ ବହୁତ ଖରାପ ହେଇଥାନ୍ତି। କିଛି ସମୟ ପରେ କାଉ ଛୁଆ ନଦୀକୁ ପାଣି ପିଇବା ପାଇଁ ଗଲା, ଯୋଉଠି ସେ କିଡନାପର ଚଢ଼େଇ ଆଗରୁ ବସିଥିଲା। ମୋ ପାଖରେ ବହୁତ ଚକୋଲେଟ୍ ଅଛି। ମୁଁ ସେସବୁ ଗୁଡୁକୁ ଦେବି। ଆରେ ଛୁଆ, କହିଲୁ ତୋ ନାଁ କ'ଣ? ମୁଁ ଯଦି ମୋ ନାଁ ଗୁଡୁ କହି ମିଛ କହିଦେବି ବହୁତ ଚକୋଲେଟ୍ ପାଇବି। ଅଙ୍କଲ, ମୋ ନାଁ ଗୁଡୁ। ତୁ କ'ଣ ଚଢ଼େଇର ପୁଅ ଗୁଡୁ? ହଁ ହଁ, ମୁଁ ଚଢ଼େଇର ପୁଅ ଗୁଡୁ। ମୋ ରଙ୍ଗ ଟିକେ କଳା, ହେଲେ ମୁଁ ଚଢ଼େଇର ପୁଅ। ତେବେ ଠିକ୍ ଅଛି, ଆସ ମୋ ସାଙ୍ଗରେ। ତାପରେ କାଉ ଛୁଆ ସେ କିଡନାପର ଚଢ଼େଇ ସାଙ୍ଗରେ ଚାଲିଗଲା। ସେ ଦୁଷ୍ଟ ଚଢ଼େଇ କାଉ ଛୁଆକୁ ଏକ ଗଛରେ ବାନ୍ଧିଦେଲା। ହା ହା ହା, ଏବେ ତୋ ମା ତତେ ମୋ ପାଖରୁ ଛଡ଼େଇବା ପାଇଁ ପୁରା 1,00,000 ଟଙ୍କା ଦେବ। ମତେ ଚକୋଲେଟ୍ ଦେବା ନାଁରେ ମିଛ କଥା କହି ଏଠାକୁ ନେଇ ଆସିଲ। ତୁମେ ବହୁତ ଖରାପ, ମତେ ଛାଡ଼ି ଦିଅ। ହଁ ହଁ, ତତେ ଛାଡ଼ିଦେବି। ତୋ ମା ଆଗ ଟଙ୍କା ଦେଇସାରୁ, ତାପରେ ତତେ ଛାଡ଼ିଦେବି। ତାପରେ ସେ କିଡନାପର ଚଢ଼େଇ କାଉମାନଙ୍କୁ ଫୋନ୍ କଲା। ମୁଁ ଚଢ଼େଇର ଛୁଆକୁ କିଡନାପ୍ କରି ନେଇଛି। ଏବେ ତା ମାଆର ଫୋନ୍ ନମ୍ବର ଦିଅ। ମୁଁ ଜାଣିଥିଲି ତୁମେ ଏ କାମ କରିପାରିବ। ଚଢ଼େଇକୁ ଶୀଘ୍ର ଫୋନ୍ କରି ତାକୁ ଟଙ୍କା ମାଗ। ମୁଁ ଏବେ ତା ନମ୍ବର ଦେଉଛି। ତାପରେ କାଉମାନଙ୍କ ପାଖରୁ ଚଢ଼େଇର ନମ୍ବର ନେଇ କିଡନାପର ଚଢ଼େଇ ତାକୁ ଫୋନ୍ କଲା। ଶୁଣ ଚଢ଼େଇ, ମୁଁ ଗୋଟେ କିଡନାପର। ତୋ ପୁଅକୁ ମୋ ପାଖରେ ରଖିଛି। ଯଦି ନିଜ ପୁଅକୁ ଫେରି ପାଇବାକୁ ଚାହୁଁଛୁ, ସନ୍ଧ୍ୟାରେ 1,00,000 ଟଙ୍କା ଧରି ପାହାଡ଼ ଉପରେ ଥିବା ବରଗଛ ପାଖକୁ ଆସେ। ଚଢ଼େଇର ଛୁଆ ତା ପାଖରେ ହିଁ ଥିଲା। ସେ ଫୋନ୍ରେ ଏମିତି ଶୁଣି ଆଶ୍ଚର୍ଯ୍ୟ ହେଇଗଲା, ଆଉ ଫୋନ୍ ରଖିଦେଲା। କ'ଣ ହେଲା ମା? କିଏ ଫୋନ୍ କରିଥିଲା? ଆରେ ଧନ, ମୋତେ ଲାଗୁଛି କିଛି ଗଡ଼ବଡ଼ ହେଇଛି। ସକାଳେ ତୁ କହୁଥିଲୁ ଗୋଟେ ଅଜଣା ଚଢ଼େଇ ଚକୋଲେଟ୍ ଦେବା ନାଁରେ ତତେ ତା ସାଙ୍ଗରେ ଯିବା ପାଇଁ କହୁଥିଲା। ଏବେ ଜଣେ ଫୋନ୍ କରି ମୋତେ କହିଲା ସେ ତତେ କିଡନାପ୍ କରି ତା ପାଖରେ ରଖିଛି, ଆଉ ମୋତେ 1,00,000 ଟଙ୍କା ମାଗୁଛି। ମା, ମୁଁ ତ ତମ ପାଖରେ ଅଛି। ଭଲ ହେଲା ମା, ମୁଁ ସେ ଦୁଷ୍ଟ ଚଢ଼େଇର କଥାକୁ ବିଶ୍ୱାସ କରି ତା ସାଙ୍ଗରେ ଗଲି ନାହିଁ। ସେ ହିଁ ମୋତେ କିଡନାପ୍ କରିବା ପାଇଁ ଆମ ଜଙ୍ଗଲକୁ ଆସିଥିଲା। ଯଦି ତୁ ତା ସାଙ୍ଗରେ ଯାଇନୁ, ତାହେଲେ ସେ ଚଢ଼େଇ କାହାକୁ କିଡନାପ୍ କରି ମୋତେ ଫୋନ୍ କରୁଛି। ମୁଁ ଶୀଘ୍ର ପୋଲିସକୁ ଫୋନ୍ କରେ। ଏମିତି ଚିନ୍ତା କରି ଚଢ଼େଇ ପୋଲିସକୁ ଫୋନ୍ କରି ତାଙ୍କୁ ସବୁ କଥା କହିଦେଲା। ସନ୍ଧ୍ୟା ହେଲା ପରେ ବି କାଉ ଛୁଆ ଯେତେବେଳେ ଘରକୁ ନ ଫେରିଲା, ତା ବାପା ମା ଚିନ୍ତାରେ ପଡ଼ିଗଲେ। ଆରେ ସନ୍ଧ୍ୟା ହେଇଗଲାଣି, ଆମ ପୁଅ ଏଯାଏଁ ଘରକୁ ଆସିନି। ତମେ ଥରେ ବାହାରେ ଦେଖି ଆସ ନା, ସେ କୁଆଡ଼େ ଗଲା? ମୁଁ ସବୁଆଡ଼େ ଖୋଜି ସାରିଲିଣି, କୋଉଠି ବି ଆମ ପୁଅ ନାହିଁ। ସେ କିଡନାପର ଚଢ଼େଇ ଆମ ପୁଅକୁ ତା ସାଙ୍ଗରେ ନେଇଯାଇନି ତ? ତୁ ଟିକେ ତାକୁ ଫୋନ୍ କର। କିଡନାପର ବାବୁ, ତୁମେ ଯେଉଁ ଛୁଆକୁ ତମ ପାଖରେ ରଖିଛ ତା ନାଁ ଗୁଡୁ ତ? ହଁ ହଁ, ତା ନାଁ ଗୁଡୁ। ସେ ମୋତେ ନିଜେ ତା ନାଁ କହିଛି। ମୋ ଚକୋଲେଟ୍ ଲୋଭରେ ମିଛ କହିଥିଲି ଅଙ୍କଲ। ମୋ ନାଁ ଗୁଡୁ ନୁହଁ, ମୋ ନାଁ ଚିକୁ। ଏ କ'ଣ କହୁଛୁ ତୁ? ଆରେ କାଉ, ଏ ଛୁଆ ଆଗ ତା ନାଁ ଗୁଡୁ କହିଲା, ଏବେ କହୁଛି ତା ନାଁ ଚିକୁ।
କ'ଣ କହୁଛ? ଆଚ୍ଛା ସେ ଛୁଆର ରଙ୍ଗ କଳା ନା? ହଁ ହଁ, ଏ ଛୁଆର ରଙ୍ଗ କଳା। ହେ ଭଗବାନ, ସେ ଆମ ପୁଅ ଚିକୁ। ତୁମେ ଆମ ପୁଅକୁ ହିଁ କିଡନାପ କରି ନେଇଗଲ। ଏ ଚଢ଼େଇଟା ବୋକା ବୋଲି ଶୁଣିଥିଲି, ଆଜି ତା ସତ ଜାଣିଗଲି। ସେପଟେ ଚଢ଼େଇ ବି ପୋଲିସକୁ ଧରି ପାହାଡ଼ ଉପରେ ଥିବା ବରଗଛ ପାଖରେ ପହଞ୍ଚିଗଲା। ଦୁଷ୍ଟ ଚଢ଼େଇ, ଛୁଆଙ୍କୁ କିଡନାପ କରି ଟଙ୍କା ମାଗୁଛୁ ନାହିଁ, ଏବେ ଚାଲ ଜେଲକୁ। ଏଥିରେ ମୋର ଦୋଷ ନାହିଁ। ମତେ ଚଢ଼େଇ ଛୁଆକୁ କିଡନାପ କରିବା ପାଇଁ କାଉ ଆଉ ତାର ସ୍ତ୍ରୀ କହିଥିଲେ। ତାଙ୍କୁ ଜେଲକୁ ନିଅନ୍ତୁ, ମତେ ଛାଡ଼ି ଦିଅନ୍ତୁ। ଆରେ ଚିକୁ, ତୁ ଏଠି କେମିତି? ଆଣ୍ଟି, ଚକଲେଟ୍ ଲୋଭରେ ମୁଁ ଏ ଦୁଷ୍ଟ ଚଢ଼େଇକୁ ମୋ ନା ଗୁଡୁ ବୋଲି ମିଛ କହିଥିଲି। ସେଥିପାଇଁ ସେ ମତେ ତା ସାଙ୍ଗରେ ନେଇ ଆସିଲା। ଆଚ୍ଛା, ମୁଁ ଏବେ ସବୁ ବୁଝିପାରିଲି। ଟଙ୍କା ଧାର ନଦେଲି ବୋଲି ସେ ଦୁଇ କାଉ ମୋ ପୁଅକୁ କିଡନାପ କରିବା ପାଇଁ ଚିନ୍ତା କରିଥିଲେ। ତାପରେ ସମସ୍ତେ ଦୁଇ କାଉଙ୍କ ପାଖକୁ ଗଲେ। ପୋଲିସ ବାବୁ, ଏଇ ଦୁଇ ଜଣ ମତେ ଚଢ଼େଇ ଛୁଆକୁ କିଡନାପ କରିବା ପାଇଁ କହିଥିଲେ। ଏ ଦୁଇ ଜଣଙ୍କୁ ବି ଜେଲ ନିଅନ୍ତୁ। ବୋକା ଚଢ଼େଇ, ଆମ ପୁଅକୁ କିଡନାପ କରି ଆମ ନାଁରେ ମିଛ କହୁଛୁ। ସତ କ'ଣ ଆମେ ଜାଣି ସାରିଲୁଣି। ଆଉ ନାଟକ ନ କରି ଆମ ସାଙ୍ଗରେ ଜେଲକୁ ଚାଲ। ଏମିତି ସେ ଦୁଷ୍ଟମାନେ ଜେଲରେ ରହିଲେ ଆଉ ନିଜ ଭୁଲର ଶାସ୍ତି ପାଇଲେ।